ଗୋଟିଏ ଜଙ୍ଗଲରେ ଦଳେ ହରିଣ ରହୁଥାନ୍ତି। ସେ ହରିଣମାନେ ନିଜ ଦଳ ପାଇଁ ଖୁବ୍ ପ୍ରସିଦ୍ଧ ଥାନ୍ତି। ତାଙ୍କର ଏକତା ପାଇଁ କୌଣସି ଶକ୍ତିଶାଳୀ ଜୀବମାନେ ସେମାନଙ୍କୁ ଆକ୍ରମଣ କରିପାରନ୍ତି ନାହିଁ। କାରଣ ହିଂସ୍ର ଜନ୍ତୁମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ହରିଣମାନଙ୍କର ମୁନିଆ ଶିଙ୍ଗ ଦ୍ୱାରା ସେମାନେ ଦଳ ଦଳ ହୋଇ ସେ ଜୀବମାନଙ୍କୁ ଆକ୍ରମଣ କରିଥାନ୍ତି। ତେଣୁ ଡରରେ ଅନ୍ୟ ଜୀବମାନେ ହରିଣମାନଙ୍କ ପାଖକୁ ଯାଆନ୍ତି ନାହିଁ। ସେମାନଙ୍କଠାରୁ ଦୂରରେ ରହିବା ପାଇଁ ସେମାନେ ଉଚିତ ମନେ କରନ୍ତି। ଦିନେ ସେ ହରିଣମାନଙ୍କ ଭିତରେ ଗୋଟିଏ ହରିଣଟିଏ ଥିଲା। ସେ ଅତି ଚାଲାକି ବୋଲି ନିଜକୁ ମନେ କରୁଥିଲା। ଦଳରୁ ବାହାରି ଆସି ଏକୁଟିଆ ଘାସ ଚରିବା ପାଇଁ ବାହାରିଗଲା। ନିଜକୁ ଘମଣ୍ଡ ଦେଖାଇ ରାଜା ଭଳି ଜଙ୍ଗଲରେ ଏକା ଏକା ବୁଲିବାକୁ ଲାଗିଲା। ହରିଣକୁ ଏକା ଆସୁଥିବାର ଦେଖି ମନ୍ତ୍ରୀ ବିଲୁଆ ସଙ୍ଗେ ସଙ୍ଗେ ସିଂହ ରାଜାକୁ ସୂଚନା ଦେଲା। ରାଜା ଆଉ କ୍ଷଣକେ ବିଳମ୍ବ ନ କରି ହରିଣ ଉପରକୁ ଲମ୍ଫ ମାରିଲେ। କ୍ଷଣକ ମଧ୍ୟରେ ତାକୁ କାମୁଡ଼ି ଖାଇଦେଲେ। ହରିଣ ବିଚରା ମଲା ବେଳକୁ ବୁଝିଲା, ସେ ଯଦି ଆଜି ଦଳରେ ଥାଆନ୍ତା, ଆଜି ସୁରକ୍ଷିତ ଥାଆନ୍ତା। ଦଳରୁ ବାହାରି ତାର ଜୀବନ ଆଜି ହରାଇଲା। କଥାରେ ଅଛି ପରା, ଦଳ ହିଁ ବଳ। ନିଜକୁ ନେଇ କେବେ ଗର୍ବ କରନ୍ତୁ ନାହିଁ। ଗର୍ବ ମୃତ୍ୟୁର କାରଣ ହୋଇଥାଏ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।